ସଫା ସଫା କୋମଳ ଶରୀର, ମୋ ଆକାର ଗୋଲାକାର। କ୍ଷୁଧା ନିବାରଣୀ ମୋ ମୁଖ୍ୟ ଆହାର। ରୁଟି ହେଉଛି ନାମଟି ମୋର। ସଭିଙ୍କ ପ୍ରାଣ ମୁଁ, କି ଦିବା କି ରାତି ସର୍ବଦା ଦରକାର। ହେଲେ ଜଣେ କେହି ମୋ କଷ୍ଟର କାହାଣୀ କଳ୍ପନା କର ତ। ଅଟାରେ ପାଣି ପଡ଼ିବା ଠାରୁ ଆରମ୍ଭ ହୁଏ ମୋ ଉପରେ ଅତ୍ୟାଚାର। ହାତରେ ମୁଥାରେ ଚକଟି ଚକଟି ମୋ ଶରୀରକୁ ଆଘାତ ଦିଆଯାଏ। ଆଉ ତାପରେ ମୋତେ ଦୁଇ ନରମ ନରମ ହାତ ପାପୁଲିରେ ସାଉଁଳେଇ ଗୋଲ କରି ଦିଆଯାଏ। ଏଇଠି ମୁଁ ଟିକେ ଆଶ୍ୱସ୍ତି ଲାଭ କରେ। କାହିଁକି ନା ଯାହା ହେଉ ମୋ କ୍ଷତାକ୍ତ ଦେହରେ ଟିକେ ମଲମ ବଳା ଯାଉଛି ବୋଲି ଭାବେ। ହେଲେ ମୋତେ ବେଲଣା ବାଡ଼ି ଆଉ ଚକିରେ ବେଲି ବେଲି ଆହୁରି କଷ୍ଟ ଦେଉଥାଏ। ଯେମିତି ବୋଝ ଉପରେ ନଳିତା ବିଡ଼ା। ଏତିକିରେ ମୋ କଷ୍ଟ ସରିନଥାଏ। ପୁଣି ମୋତେ ହୁଡୁ ହୁଡୁ ହୋଇ ଜଳୁଥିବା ଚୁଲି ନିଆଁରେ ଗରମ ତାୱା ଉପରେ ପକାଇ ଖଡ଼ିକାରେ ଦାବି ଦାବି ମୋତେ ଲେଉଟାଯାଏ। ଏତିକିରେ ବି ମଣିଷର ମନ ଶାନ୍ତି ହୋଇନଥାଏ। ମୋତେ ଶେଷରେ ଚୁଲିର ନିଆଁରେ ସିଧାସଳଖ ସେକି ସେକି ତତଲା ନିଆଁରେ ମୋ ଦେହ ସାରା ଫୋଟକା କରିଦେଇ ମୋତେ ଦରପୋଡ଼ା କରିବି ଶେଷରେ ଏହି ମଣିଷ ମୋତେ ତା ଶକ୍ତ ଦାନ୍ତର ଦୁଇ କଳରେ ପୁଣି ଚୋବାଇ ଚୋବାଇ ଖାଇ ପେଟର ଭୋକ ମେଣ୍ଟାଇ ଦେଇ ଶାନ୍ତି ପାଆନ୍ତି। ହଁ ଆଜ୍ଞା, ମୁଁ ତ ଖାଦ୍ୟଟିଏ, ରୁଟିଟିଏ। ମୁଁ ରୁଟି ବୋଲି ମୋ ଜୀବନରେ ଏମିତି ଖାଲି ହେଉନି। ଏମିତି ଅନେକ ମଣିଷ ମଧ୍ୟ ଅଛନ୍ତି ଯାହାଙ୍କୁ ଜୀବନରେ ତୁହାକୁ ତୁହା ଜଳିବାକୁ ପଡ଼େ, ନିର୍ଯାତନାର ଶିକାର ହେବାକୁ ପଡ଼େ, କଷ୍ଟ ଯନ୍ତ୍ରଣାର ନିଆଁରେ ସେକି ହେବାକୁ ପଡ଼େ। ଶେଷରେ ଅନ୍ୟମାନଙ୍କ ସ୍ୱାର୍ଥର ଦାନ୍ତରେ ରଗଡ଼ି ରଗଡ଼ି କରି ନିଜ ଜୀବନକୁ ନିଃଶେଷ କରି ଦିଆଯାଏ। କ'ଣ ଠିକ୍ କହିଲି ନା? ଯେତେବେଳେ ଏହି ସ୍ୱାର୍ଥପର ଦୁନିଆ ହାତର ନରମ ପାପୁଲିରେ ଅଟା ଗୋଛାକୁ ସାଉଁଳାଉଥାଏ, ସେତେବେଳେ ଟିକେ ବି ଖୁସି ହେବନି। କାହିଁକି ନା ଏହି ଅଜବ ଦୁନିଆର ଗଜବଟାକୁ ବୁଝିବା ବହୁତ କଷ୍ଟ। ଏହି ସ୍ୱାର୍ଥପର ଦୁନିଆ ପରା ପର ସ୍ୱାର୍ଥ କଥା ଚିନ୍ତା କରେନି। ସେତେବେଳେ ଛଳନାର ନରମ ହାତ ପାପୁଲିରେ ଗୋଲ କରିବା ପରି ବହୁତ ମିଠା କଥା କୁହେ। ଏହି ବହୁରୂପୀ କିନ୍ତୁ ଉପରେ ପାଣି ଛିଞ୍ଚି ଭିତରୁ ଚେର କାଟି ଦେଉଥାଏ। ଏହି କଥା ଟିକେ ରୁଟି ଜୀବନରୁ ଶିଖିବାକୁ ପଡ଼େ। କ'ଣ ଠିକ୍ କହିଲି ନା?